ଆପଣଙ୍କୁ କେହି ଧୋକା ଦେଉନି ତ? ଜାଣନ୍ତୁ ଏହି 5ଟି ଲକ୍ଷଣରୁ ସେ ଆପଣଙ୍କୁ ସତରେ ଭଲ ପାଉଛନ୍ତି କି ନାହିଁ। ଆଜିର ଏହି ସ୍ୱାର୍ଥପର ଦୁନିଆରେ ଭଲ ପାଇବା ଶବ୍ଦଟା ସତେ ଯେମିତି କେଉଁଠି ହଜିଯାଇଛି। ଆପଣ କାହାକୁ ନିଜର ସବୁ କିଛି ଭାବି ବସନ୍ତି, ନିଜର ଖୁସି, ନିଜର ସମୟ, ଏପରିକି ନିଜର ସବୁକିଛି ମଧ୍ୟ ତାଙ୍କ ପାଦ ତଳେ ଉଜାଡ଼ି ଦିଅନ୍ତି। କିନ୍ତୁ ବଦଳରେ କ'ଣ ମିଳେ? କେବଳ ଅବହେଳା, ମିଛ ବାହାନା ଆଉ ଆଖିର ଲୁହ। କ'ଣ ଆପଣଙ୍କୁ ବି ଲାଗୁଛି କି ଆପଣ ଯାହାକୁ ପାଗଳ ଭଳି ଭଲ ପାଉଛନ୍ତି ସେ ଆପଣଙ୍କୁ କେବଳ ବ୍ୟବହାର କରୁଛନ୍ତି? ଆପଣଙ୍କ ରାତି ଗୁଡ଼ିକ କ'ଣ ତାଙ୍କ ମେସେଜ ଅପେକ୍ଷାରେ କାନ୍ଦି କାନ୍ଦି କଟୁଛି? ତେବେ ହଁ, ଆପଣ ସାବଧାନ ହୋଇଯାନ୍ତୁ, କାରଣ ଯେଉଁ ହାତକୁ ଆପଣ ସାରା ଜୀବନ ପାଇଁ ଧରିବାକୁ ଚାହୁଁଛନ୍ତି ସେ ହୁଏତ ଆପଣଙ୍କୁ ମଝି ନଈରେ ବୁଡ଼େଇ ଦେବା ପାଇଁ ପ୍ରସ୍ତୁତ ହେଉଛି। ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ କେବଳ କିଛି ଲକ୍ଷଣ କହିବାକୁ ଆସିନାହିଁ। ମୁଁ ଆପଣଙ୍କୁ ଏମିତି ଏକ କଥା କହିବାକୁ ଚାହେଁ ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଏହା କୌଣସି ମନ ଗଢ଼ା ଗପ ନୁହେଁ, ବରଂ ନିମାପଡ଼ା ବେଗୁନିଆ ଗାଁରେ ଘଟିଥିବା ଏକ ସତ୍ୟ ଘଟଣା। ଗାଁ ମୁଣ୍ଡରେ ଅଜୁର ଗୋଟିଏ ପାନ ଦୋକାନ। ଅଜୁ ଆଉ ତାର ସାଙ୍ଗ ପବିତ୍ର, ଏହି ଦୁହିଁଙ୍କ କାମ ହେଉଛି ଦୋକାନରେ ବସି ପରଚର୍ଚ୍ଚା କରିବା, ଅନ୍ୟକୁ ଥଟ୍ଟା କରିବା ଆଉ କଥା କଥାରେ ଅପମାନିତ କରି ହସିବା। ଦିନକର କଥା, ସମୀର ନାମକ ଜଣେ ପିଲା ଯିଏ +2 ପରୀକ୍ଷା ଦେଇଥିଲା, ସେ ଫେଲ ହୋଇଯାଇଥିଲା। ଭୟ ଆଉ ଟେନସନରେ ସେ ଅଜୁ ଦୋକାନକୁ ଗୋଟିଏ ସିଗାରେଟ ମାଗିବାକୁ ଗଲା। ସେତେବେଳେ ପବିତ୍ର ଅଜୁକୁ ଠାରି ଦେଇ କହିଲା, ଆରେ ଜାଣିଛୁ, ଏ ପିଲା ଗୁଡ଼ାକ କଲେଜ ଯାଇ ଝିଅ ପଛରେ ପଡ଼ି ଫେଲ ହେଉଛନ୍ତି। ଏମାନଙ୍କୁ ଟିକେ ଲାଜ ବି ନାହିଁ। ପୁଣି ଦେଖ କୋଉ ମୁହଁରେ ସେ ଗାଁରେ ବୁଲୁଛନ୍ତି। ଅଜୁ ବି ପଛରେ ନଥିଲା। ସେ କହିଲା, ସମୀର, ତୁ ନଈକି ପୋଖରୀକୁ ଡେଇଁ ପଡ଼ିଥିଲେ ବୋଧହୁଏ ଭଲ ହୋଇଥାନ୍ତା। ତୁ ଆମ ଗାଁ ପାଇଁ ଗୋଟିଏ କଳଙ୍କ। ସମୀର କିଛି ନ କହି ଚୁପଚାପ ଘରକୁ ଚାଲିଗଲା। କିନ୍ତୁ ତା ପରଦିନ ସକାଳେ ଗାଁରେ ଗୋଟିଏ ଖବର ଖେଳିଗଲା ଯେ ସମୀର ଘରେ ନିଜର ଜୀବନ ହାରି ଦେଇଛି। ଅଜୁ ଆଉ ପବିତ୍ର ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ। ତାଙ୍କୁ ଜଣାଥିଲା ଯେ ତାଙ୍କର ସେହି ବିଷାକ୍ତ କଥା ପାଇଁ ଆଜି ଜଣେ ନିରୀହ ପିଲା ଜୀବନ ହାରି ଦେଇଛି। ସେମାନେ କାନ୍ଦି କାନ୍ଦି ଭଗବାନଙ୍କ ରାଣ ଖାଇଲେ, ଆଉ କେବେ କାହା ବିଷୟରେ ଖରାପ କହିବୁନି କି ଆଉ କେବେ ପର ନିନ୍ଦା କରିବୁନି। କିନ୍ତୁ ଦେଖନ୍ତୁ ମଣିଷର ପ୍ରକୃତି। ଠିକ୍ 2 ସପ୍ତାହ ପରେ ଯେତେବେଳେ ଗାଁର ନବମଉସାଙ୍କ ଝିଅ କାହା ସହ ପଳେଇ ଯାଇଥିଲା, ସେହି ଅଜୁ ଆଉ ପବିତ୍ର ପୁଣି ସେହି ଦୋକାନ ଖଟ ଉପରେ ବସି ନବମଉସାକୁ ତାତ୍ସଲ୍ୟ କରି ହସିବା ଆଉ ଗାଁ ସାରା ଚର୍ଚ୍ଚା କରିବା ଆରମ୍ଭ କରିଦେଲେ। ସେମାନେ ଭୁଲିଗଲେ ସେହି ରାଣ, ସେହି ଲୁହ ଆଉ ସମୀରର ସେହି ଶବକୁ। ଏହି ଗପଟିକୁ ମନେ ରଖିଥାନ୍ତୁ, ମୁଁ ଶେଷରେ କହିବି। ଏବେ ଚାଲନ୍ତୁ ଯିବା ଆମର ସେହି 5ଟି ଲକ୍ଷଣ ଯାହା ପ୍ରମାଣ କରେ କି ଆପଣ ଧୋକା ଖାଉଛନ୍ତି। ପ୍ରଥମ, ଗୁରୁତ୍ୱ ହ୍ରାସ ପାଇବା, ଦ ସିଫ୍ଟ ଇନ୍ ପ୍ରାୟୋରିଟିଜ୍। ମନେ ପକାନ୍ତୁ ସେହି ଦିନଗୁଡ଼ିକ ଯେତେବେଳେ ସେ ଆପଣଙ୍କ ସହ କଥା ହେବା ପାଇଁ ହଜାରେ ବାହାନା ଖୋଜୁଥିଲେ। କିନ୍ତୁ ଆଜି ଆପଣଙ୍କର 100ଟା କଲ୍ ଆଉ ମେସେଜ ପରେ ମଧ୍ୟ ତାଙ୍କ ପାଖରେ ସମୟ ନାହିଁ। ମୁଁ ବ୍ୟସ୍ତ ଅଛି, ପରେ କଥା ହେବା, ଏହି 2ଟି ଶବ୍ଦ ଆଜି ସମ୍ପର୍କର ପରିଚୟ ପାଲଟି ଯାଇଛି। ମନେ ରଖନ୍ତୁ, ଯିଏ ଆପଣଙ୍କୁ ସତରେ ଭଲ ପାଏ ସେ ଯେତେ ବ୍ୟସ୍ତ ଥିଲେ ବି ଆପଣଙ୍କ ପାଇଁ ସମୟ ବାହାର କରିଦେବ, କାରଣ ସମୟ ବ୍ୟସ୍ତତାରେ ନୁହେଁ, ପ୍ରାଥମିକତାରେ ଥାଏ। ଆବଶ୍ୟକତା ଅନୁଯାୟୀ ଭଲ ପାଇବା। ସେ କ'ଣ କେବଳ ସେତିକି ବେଳେ ଆସନ୍ତି ଯେତେବେଳେ ତାଙ୍କୁ କିଛି ଦରକାର ଥାଏ, ଯେତେବେଳେ ସେ ଏକା ଅନୁଭବ କରନ୍ତି, ବା ତାଙ୍କୁ କିଛି ଆର୍ଥିକ କିମ୍ବା ମାନସିକ କିମ୍ବା ଶାରୀରିକ ସାହାଯ୍ୟ ଦରକାର ହୁଏ। ସେତେବେଳେ ସେ ବହୁତ ମିଠା ମିଠା କଥା କୁହନ୍ତି। କିନ୍ତୁ ଯେତେବେଳେ ତାଙ୍କର ଆବଶ୍ୟକତା ପୂର୍ଣ୍ଣ ହୋଇଯାଏ ସେତେବେଳେ ସେ ଅଦୃଶ୍ୟ ହୋଇଯାଆନ୍ତି। ଏହା ପ୍ରେମ ନୁହେଁ ଦର୍ଶକ ବନ୍ଧୁ, ଏହା ହେଉଛି ଏକ ସୌଦା। 3, ଦ ୱାଲ୍ ଅଫ୍ ସିକ୍ରେଟ୍ସ। ଗୁପ୍ତ ରଖିବା। ସମ୍ପର୍କରେ ସ୍ୱଚ୍ଛତା ରହିବା ଜରୁରୀ ଅଟେ, କିନ୍ତୁ ଯଦି ସେ ନିଜ ଫୋନକୁ ଆପଣଙ୍କଠାରୁ ଲୁଚାଉଛନ୍ତି, କଲ୍ ଆସିଲେ ଦୂରକୁ ଯାଇ କଥା ହେଉଛନ୍ତି, କିମ୍ବା ଆପଣଙ୍କୁ ନିଜ ସାଙ୍ଗସାଥି ଓ ପରିବାର ଠାରୁ ଦୂରେଇ ରଖୁଛନ୍ତି,
ତେବେ ବୁଝି ଯାଆନ୍ତୁ କିଛି ତ ଗଡ଼ବଡ଼ ଅଛି। ଯିଏ ଆପଣଙ୍କୁ ନିଜର ବୋଲି ଭାବେ ସେ ଆପଣଙ୍କୁ ଦୁନିଆ ଆଗରେ ଗର୍ବର ସହ ସ୍ୱୀକାର କରିବ, ଲୁଚାଇବ ନାହିଁ। 4. ସନ୍ଦେହ ଏବଂ ଦୋଷାରୋପ, ଦ ବ୍ଲେମ୍ ଗେମ୍। ସବୁଠାରୁ ବଡ଼ ଲକ୍ଷଣ ହେଉଛି ଯେତେବେଳେ ସେ ନିଜର ଭୁଲ ଲୁଚିବା ପାଇଁ ଆପଣଙ୍କ ଉପରେ ଦୋଷ ଲଦି ଦିଅନ୍ତି। ଆପଣ ପ୍ରଶ୍ନ କଲେ ସେ କୁହନ୍ତି, ତୁମେ ମୋତେ କ'ଣ ସନ୍ଦେହ କରୁଛ? ତୁମେ ବହୁତ ଅଧିକ ଭାବୁଛ। ସେ ଆପଣଙ୍କୁ ଏମିତି ଏକ ପରିସ୍ଥିତିରେ ଛିଡ଼ା କରିଦେବେ ଯେଉଁଠି ଆପଣ ନିଜକୁ ହିଁ ଦୋଷୀ ମନେ କରିବେ। ଏହା ଏକ ମାନସିକ ଖେଳ ଯାହାକୁ ଇଂରାଜୀରେ ଗ୍ୟାସ୍ ଲାଇଟିଂ କୁହାଯାଏ। 5. ଭବିଷ୍ୟତ ବିଷୟରେ ଚୁପ୍ ରହିବା, ଆଭଏଡିଂ ଫ୍ୟୁଚର। ଯେତେବେଳେ ଆପଣ ଭବିଷ୍ୟତ କିମ୍ବା ବାହାଘର କଥା ପକାନ୍ତି ସେ କ'ଣ ଗୋଟେ କଥା କହି ବୁଲେଇ ଦିଅନ୍ତି। ଯଦି କେହି ଆପଣଙ୍କ ସହ କେବଳ ସମୟ କାଟିବାକୁ ଚାହୁଁଛି ସେ କେବେ ବି ଆପଣଙ୍କ ସହ ଭବିଷ୍ୟତର ସ୍ୱପ୍ନ ଦେଖିବ ନାହିଁ। ସେ କେବଳ ଆଜି ପାଇଁ ଆପଣଙ୍କ ସହ ଅଛି, ସବୁଦିନ ପାଇଁ ନୁହେଁ। ଆପଣ ଜାଣିଛନ୍ତି ସବୁଠାରୁ ବେଶୀ କଷ୍ଟ କେତେବେଳେ ହୁଏ? ଯେତେବେଳେ ଆପଣ ଗୋଟିଏ ମିଛ ଜାଣିବା ପରେ ମଧ୍ୟ ତାଙ୍କୁ ସତ ମାନିବାକୁ ବାଧ୍ୟ ହୋଇଯାନ୍ତି, କାରଣ ଆପଣ ତାଙ୍କୁ ହରାଇବାକୁ ଚାହାନ୍ତି ନାହିଁ। ଆପଣ ନିଜ ଆଖିର ଲୁହ ପୋଛି ତାଙ୍କ ଆଗରେ ହସିବାକୁ ଚେଷ୍ଟା କରନ୍ତି କେବଳ ଏଇଥିପାଇଁ କାଳେ ସିଏ ରାଗିଯିବେ। କିନ୍ତୁ ଗୋଟିଏ କଥା ଭାବନ୍ତୁ ତ, ଆପଣ କାହା ପାଇଁ କାନ୍ଦୁଛନ୍ତି? ସେହି ମଣିଷ ପାଇଁ ଯାହା ପାଇଁ ଆପଣଙ୍କ ଲୁହର କୌଣସି ମୂଲ୍ୟ ନାହିଁ, ସେହି ମଣିଷ ପାଇଁ ଯିଏ ଆପଣଙ୍କୁ ଏକୁଟିଆ ଛାଡ଼ି ଦେଇ କାହା ସହ ହସି ହସି କଥା ହେଉଛି। ମନେ ରଖନ୍ତୁ, କାଚ ଭାଙ୍ଗିଲେ ଶବ୍ଦ ହୁଏ, କିନ୍ତୁ ଯେତେବେଳେ ଭରସା ଭାଙ୍ଗେ ନା ସେତେବେଳେ କେବଳ ନୀରବତା ରହିଯାଏ, ଆଉ ସେହି ନୀରବତା ଭିତରେ ମଣିଷ ଗୁମୁରି ଗୁମୁରି ମରିଯାଏ। ସୁନା ବୋଲି ଭାବି ଯାହାକୁ ମୁଁ ସାଇତି ରଖିଥିଲି ଆଜି ଜାଣିଲି ସେ ମୋ ଜୀବନକୁ ପାଉଁଶ କରିଦେବା ପାଇଁ ଗୋଟିଏ ଜଳନ୍ତା ନିଆଁ ଥିଲା। କାହାକୁ ବି ଏତେ ଭଲ ପାଉନି ଯେ ତାର ଅବହେଳା ତୁମକୁ ଜୀବନ୍ତ ଶବ କରିଦେବ। ଅଧୁରା ପ୍ରେମ କଷ୍ଟ ଦିଏ ସତ, କିନ୍ତୁ ମିଛ ପ୍ରେମ ପୁରା ଜୀବନକୁ ନଷ୍ଟ କରିଦିଏ। ଆଖିର ଲୁହ ପୋଛିବା ପାଇଁ ତ ଦୁନିଆ ଅଛି, କିନ୍ତୁ ଲୁହର କାରଣ ଏଠି ବୁଝିବା ପାଇଁ କେହି ନାହାନ୍ତି। ମନେ ରଖନ୍ତୁ ବନ୍ଧୁ, ଆପଣଙ୍କୁ ସେହି ମଣିଷ ଧୋକା ଦେଉନାହିଁ, ବରଂ ଆପଣ ନିଜେ ନିଜକୁ ଧୋକା ଦେଉଛନ୍ତି। ଆପଣ ଜାଣିଛନ୍ତି ସେ ଆପଣଙ୍କୁ ଭଲ ପାଉନାହିଁ, ଆପଣ ଜାଣିଛନ୍ତି କି ସେ ମିଛ କହୁଛି, ଆପଣ ଜାଣିଛନ୍ତି ସେ ଆପଣଙ୍କୁ ବ୍ୟବହାର କରୁଛି, ତଥାପି ଆପଣ ତା ପଛରେ ଦୌଡୁଛନ୍ତି। କାହିଁକି? କାରଣ ଆପଣ ସେହି ମଣିଷକୁ ନୁହେଁ ବରଂ ସେହି ସମ୍ପର୍କକୁ ଭଲ ପାଉଛନ୍ତି ଯାହା ଆପଣ ନିଜ କଳ୍ପନାରେ ଗଢ଼ିଛନ୍ତି। କିନ୍ତୁ ସତ କଥା ଏଇଆ କି ସେ କେବେ ବି ଆପଣଙ୍କର ନଥିଲା। ସେ ବଦଳି ନାହିଁ, ବରଂ ତାର ମୁଖା ଖସି ପଡ଼ିଛି। ଏବେ ତାର ଅସଲ ଚେହେରା ସାମ୍ନାକୁ ଆସିଛି। ସେ ଆଗରୁ ବି ଏମିତି ଥିଲା, ଆଉ ଏବେ ବି ଏମିତି ଅଛି। ବଦଳିଛନ୍ତି ତ ଆପଣ, କାରଣ ଆପଣ ତାର ମିଛ ଭଲ ପାଇବାକୁ ସତ ମାନିବାର ଭୁଲ କରି ବସିଛନ୍ତି। ନିଜକୁ ଭଲ ପାଆନ୍ତୁ। ଯେଉଁ ପର୍ଯ୍ୟନ୍ତ ଆପଣ ନିଜକୁ ସମ୍ମାନ ଦେବେ ନାହିଁ ସେହି ପର୍ଯ୍ୟନ୍ତ ଦୁନିଆ ଆପଣଙ୍କୁ ଅଳିଆ ଭାବି ଫିଙ୍କିଦେବ। ନୀରବ ରହିବାକୁ ଶିଖନ୍ତୁ। ଯିଏ ଆପଣଙ୍କ ଉପସ୍ଥିତିର ମୂଲ୍ୟ ବୁଝିଲାନି ତାକୁ ନିଜର ଅନୁପସ୍ଥିତି ଦ୍ୱାରା ଶାସ୍ତି ଦିଅନ୍ତୁ। ଯୁକ୍ତି କରନ୍ତୁ ନାହିଁ, କେବଳ ହସିକି ଦୂରେଇ ଯାଆନ୍ତୁ। କାହାକୁ ନିଜର ଦୁର୍ବଳତା କୁହନ୍ତୁ ନାହିଁ। ଆଜିକାଲି ଲୋକେମାନେ ଆପଣଙ୍କ ଦୁର୍ବଳତା ଶୁଣି ସମବେଦନା ନୁହେଁ ବରଂ ସୁଯୋଗ ଖୋଜନ୍ତି ଆଘାତ ଦେବା ପାଇଁ। ପ୍ରେମ କୌଣସି ଜେଲ୍ ନୁହେଁ କି ସେ ଜେଲ୍ରେ ଆପଣ କଏଦୀ ନୁହନ୍ତି। ଯଦି ପ୍ରେମରେ ଆପଣଙ୍କୁ ପ୍ରତିଦିନ କାନ୍ଦିବାକୁ ପଡ଼ୁଛି ତେବେ ମନେ ରଖନ୍ତୁ ସେଇଟା ପ୍ରେମ ନୁହେଁ, ସେଇଟା ଏକ ମାନସିକ ନିର୍ଯାତନା। ତେବେ ଭିଡ଼ିଓ ଆରମ୍ଭରେ ଗୋଟିଏ ସତ କାହାଣୀ କହିଥିଲି। ମୁଁ ଆଜି ଏହି କାହାଣୀ ଆପଣଙ୍କୁ କାହିଁକି କହିଲି ଜାଣନ୍ତି? କାରଣ ଶାସ୍ତ୍ରରେ ଗୋଟିଏ ଅତି ଗଭୀର କଥା ଲେଖା ଅଛି। ପ୍ରକୃତି ହିଁ ନୈବ ମୁଚ୍ୟତେ ଯଦ୍ୟପି ମୁଚ୍ୟତେ କିଞ୍ଚିତ୍ ଅତ୍ୟନ୍ତଂ ସ୍ୱଭାବୟଂ ମୃତ୍ୟୁକୋଳ ଆପି नो ଜାତି। ଅର୍ଥାତ୍ ମଣିଷର ଯେଉଁ ପ୍ରକୃତି ଥାଏ ନା ତାହା ତାର ରକ୍ତରେ ଏମିତି ମିଶିଥାଏ ଯେ ତାକୁ ପରିତ୍ୟାଗ କରିବା ଅସମ୍ଭବ ଅଟେ। ପରିସ୍ଥିତି ଚାପରେ ହୁଏତ ମଣିଷ କିଛି ସମୟ ପାଇଁ
ବଦଳିବାର ଅଭିନୟ କରିପାରେ, କିନ୍ତୁ ସୁଯୋଗ ମିଳିଲେ ସେ ପୁଣି ନିଜ ଅସଲ ରୂପକୁ ଫେରି ଆସିଥାଏ। ମଣିଷର ପ୍ରକୃତି ମଲା ପରେ ହିଁ ବଦଳେ। ତେଣୁ ଯେଉଁ ପ୍ରେମିକ ବା ପ୍ରେମିକା ଆପଣଙ୍କୁ ଥରେ ଧୋକା ଦେଇଛି ନା, ଆପଣଙ୍କ ସମ୍ମାନ ସହ ଖେଳିଛି ନା, ସେ 100 ଥର କାନ୍ଦି କ୍ଷମା ମାଗିଲେ ବି ତାକୁ ପୁଣି ଥରେ ବିଶ୍ୱାସ କରି ନିଜକୁ ବୋକା ବୋଲି ପ୍ରମାଣ କରନ୍ତୁ ନାହିଁ। କାରଣ ସେ ବଦଳି ନାହିଁ, ସେ କେବଳ ବଦଳିବାର ନାଟକ କରୁଛି। ତେବେ ସବୁ ମଣିଷ ସମାନ ନୁହନ୍ତି। କିଛି ଲୋକ ପ୍ରକୃତିରେ କିଛି ଅସୁବିଧାରେ ଥାଇପାରନ୍ତି। ପ୍ରଥମେ ତାଙ୍କୁ ଠିକ୍ ସେ ବୁଝିବାକୁ ଚେଷ୍ଟା କରନ୍ତୁ। ତାପରେ ଯଦି ଲାଗେ କି ଆପଣ ଠିକ୍, ତେବେ ତାଙ୍କଠାରୁ ଦୂରେଇ ଯିବାରେ ହିଁ ଆପଣଙ୍କ ପାଇଁ ଉଚିତ ନିଷ୍ପତ୍ତି। ଆପଣଙ୍କ ଜୀବନ ବହୁତ ମୂଲ୍ୟବାନ ଅଟେ। ଏହାକୁ କାହା ପାଇଁ ବର୍ବାଦ କରନ୍ତୁ ନାହିଁ। ଯିଏ ଆପଣଙ୍କୁ ହରାଇ ଖୁସି ଅଛି, ତାକୁ ହସି ହସି ବିଦାୟ ଦେଇ ଦିଅନ୍ତୁ। ତେବେ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ସେହି ପର୍ଯ୍ୟନ୍ତ ନିଜର ଯତ୍ନ ନିଅନ୍ତୁ, ଖୁସିରେ ରୁହନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟରେ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ।